ଆଜି ଚିକିକୁ ମୁଣ୍ଡରେ ପଥର ମାରିବେ, ଦେବୀ ମା ବଞ୍ଚାଇବେ କି ନାହିଁ? ନିଶା ଓ ଲକି ଦୁଇ ଜଣ ଗାଡ଼ିରୁ ବାହାରିବେ। ଦେଖନ୍ତୁ, ମୋତେ ଛୁଇଁବାକୁ ଚେଷ୍ଟା କରୁନାହିଁ। ଭାଉଜ କହିଲେ ବୋଲି ମୁଁ ତୁମ ସାଥିରେ ଆସିଲି। ତୁମ ପ୍ରତି ମୋର ଭଲ ପାଇବା ଟିକିଏ ବି ନାହିଁ। ଏମିତି ଅଚାନକ କେମିତି ଝଡ଼ ତୋଫାନ ଆସିଲା? କୌଣସି ଅଶୁଭ କଥା ଘଟି ନାହିଁ ତ? ଲକି କ'ଣ ନିଶାକୁ କ୍ଷମା କରିଦେଇ ପାରିବ କି ରାମ? ଦେଖନ୍ତୁ ଚିକି, ମୁଁ ଏଯାଏଁ ନିଶାକୁ କ୍ଷମା କରିନାହିଁ। ଲକି କ'ଣ କ୍ଷମା କରିବ? ନିଶା ଲକିକୁ ଗୋଟିଏ ଇଞ୍ଜେକ୍ସନ୍ ଦେଇଦେବ। ଲକିର ମୁଣ୍ଡ ବୁଲାଇବ। କ'ଣ ହେଲା ଲକି? ତୁମର ଯଦି ଗାଡ଼ି ଚଲାଇ ପାରୁନାହଁ ତାହେଲେ ରଖିଦିଅ, ନହେଲେ ଆକ୍ସିଡେଣ୍ଟ ହୋଇଯିବ, ଆମେ ଦୁଇ ଜଣ ମରିଯିବା। ନିଶା ଲକିକୁ ଗୋଟିଏ ଘରକୁ ନେଇଯିବ। ସେଇଠି ଲକିକୁ ଶୋଇବାକୁ ଦେବ। ମୁଁ ଏବେ ନକଲି ପ୍ରେଗନେନ୍ସିର ନାଟକ କରୁଥିଲି, ଏବେ ଅସଲି ପ୍ରେଗନେନ୍ସି ହେବି। ଏହି ଚିକି ମୋତେ ଜମା ବି ଟିକେ ବି ଛାଡ଼ୁନାହିଁ। ଏବେ ତୋର ଫୋନ୍କୁ ଉଠାଇବି ନାହିଁ। ଏବେ ନିଶା ବର୍ତ୍ତମାନ ବ୍ୟସ୍ତରେ ଅଛି। ଇଂଲିଶ ମିଡ଼ିୟମ୍, ମୋତେ କିଛି ଜମା ଠିକ୍ ଲାଗୁନାହିଁ। ସେମାନେ ଦୁଇ ଜଣ ଜମା ଫୋନ୍ ଉଠାନ୍ତୁ ନାହିଁ। ସେମାନଙ୍କ ସାଥିରେ କିଛି ଘଟଣା ଘଟି ନାହିଁ ତ? ଲକି ତ ଯିବାକୁ ବି ପସନ୍ଦ କରୁନଥିଲା। ଚାଲନ୍ତୁ ଆମେ ଦୁଇ ଜଣ ଖୋଜିବାକୁ ଯିବା। ଠିକ୍ କହିଲ ଚିକି। ରାମ ଓ ଚିକି ଦୁଇ ଜଣ ଦେଖିକରି ନିଶା ଘର ଛାଡ଼ି ଦୌଡ଼ିଯିବେ। ସେପଟେ ଲକିଙ୍କ ଘରରେ ନିଆଁ ଲାଗିଯାଇଥିବ। ଲକିଙ୍କୁ ଯାଇ ନିଆଁରୁ ବଞ୍ଚାଇ ଦେବେ ରାମ। ଏମିତି ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ଯଦି ପ୍ରଥମ ଥର ଆସିଥିବେ, ଭିଡ଼ିଓକୁ ଗୋଟେ ଲାଇକ୍ ଓ ଚ୍ୟାନେଲକୁ କମେଣ୍ଟ କରିବାକୁ ଭୁଲିବେନି। ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ କମେଣ୍ଟ କରି ନିହାତି ଜଣାଇବେ। ଜୟ ଜଗନ୍ନାଥ।